ମାଲକାନଗିରି ଜିଲ୍ଲାରେ ଆର୍ଡି ବିଭାଗ ଦ୍ୱାରା କରାଯାଉଥିବା ରାସ୍ତା ନିର୍ମାଣ କାମ ଦେଶରେ ପ୍ରଚଳିତ ଆଇନ କାନୁନକୁ ବିନା ଅନୁପାଳନ କରି କାର୍ଯ୍ୟକାରୀ କରାଯାଉଛି। ତୁଳସୀ ବନ୍ଦାଘାଟି ନାକା ମାମୁଡି ଓ ରାଲେଗଡ଼ା ରାସ୍ତା ନିର୍ମାଣ ପୂର୍ବରୁ ଫରେଷ୍ଟ୍ରି କ୍ଲିୟରାନ୍ସ ସାର୍ଟିଫିକେଟ୍ ନ ଆଣି ହଜାର ହଜାର ବିରାଟକାୟ ଗଛ ସବୁ କାଟିଲେ। ରାସ୍ତା ନିର୍ମାଣ ପାଇଁ ଉପଯୋଗ କରିବା ପାଇଁ କଞ୍ଚାମାଲ ନିମନ୍ତେ ଏଗ୍ରିମେଣ୍ଟ ପେପରରେ ମାତ୍ରାଧିକ ମୂଲ୍ୟ ଧାର୍ଯ୍ୟ ମଧ୍ୟ କରାଯାଇଛି। ଆର୍ଡି ବିଭାଗ କାମ କରୁଥିବା ସମୟରେ ରେଭିନ୍ୟୁ ବିଭାଗ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ତୁଳସୀ ପାହାଡ଼ ଉପରେ ହେରିଗ୍ରିଭା ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଲିମିଟେଡ୍କୁ କ୍ରସର ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ନିୟମ ମୁତାବକ କ୍ରସର ୟୁନିଟ୍ ବସିବା ପୂର୍ବରୁ ପଥର କୁଆଁରୀ ଓ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମଞ୍ଜୁରୀ ନେଇସାରିଲା ପରେ ହିଁ କ୍ରସର ୟୁନିଟ୍ ବସିବା କଥା। କିନ୍ତୁ ମାଇନିଂ ଓ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ବିନା ଜ୍ଞାତ ସାରରେ ଓ ମଞ୍ଜୁରୀରେ ପଥର କ୍ରସର ଚାଲିଛି। ଏ ସଂକ୍ରାନ୍ତରେ ଆର୍ଡି ଫରେଷ୍ଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମାଇନିଂ ରେଭିନ୍ୟୁ ବିଭାଗକୁ ବ୍ୟକ୍ତିଗତ ଭାବରେ ମିଶି ଓ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ତେଣୁ ସମସ୍ତ ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ ମିଡିଆ ବନ୍ଧୁମାନଙ୍କୁ ନିବେଦନ, ଏହି ବିଷୟରେ ଧ୍ୟାନ ଦେଇ ଘଟଣାର ଯାଞ୍ଚ କରି ପରିବେଶ ଓ ଆଇନର ରକ୍ଷା କବଚ ସାଜିବା ନିମନ୍ତେ ଆପଣ ନିହାତି ସଚେତନ ରହିବା ଜରୁରୀ। ତେବେ ପୂର୍ବତନ ପୁଲିସ ଅଧିକାରୀ ତଥା ଆଦିବାସୀ ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ଅଭିଯୋଗ, ମାଲକାନଗିରି ଜିଲ୍ଲାର ଆର୍ଡି ଡିପାର୍ଟମେଣ୍ଟ ଦ୍ୱାରା ରାସ୍ତା କାମ କରାଯାଉଥିବା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ ତା ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଅଞ୍ଚଳର ରାଲେଗଡ଼ା ନାକା ମାମୁଡ଼ି ଓ ବଣ୍ଡା ହିଲ୍କୁ ଯେଉଁ ରୋଡ଼ କାମ କରାଯାଉଛି ହଜାର ହଜାର ଗଛ କାଟିକିନା ରାସ୍ତା ତିଆରି କରାଯାଉଛି। ରାସ୍ତା କରିବା ପୂର୍ବରୁ ଫରେଷ୍ଟ କ୍ଲିୟରାନ୍ସ ସାର୍ଟିଫିକେଟ୍ ନେବାର ଆବଶ୍ୟକତା ଥାଏ, କିନ୍ତୁ ବିଭାଗୀୟ ଅଧିକାରୀମାନେ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ଫରେଷ୍ଟ କନଜରଭେସନ ଆକ୍ଟର ଖୋଲମଖୋଲା ଉଲ୍ଲଂଘନ କରୁଛନ୍ତି। ତତ୍ସଙ୍ଗେ ସଙ୍ଗେ ଯେଉଁ ମାଥିଲି ତୁଳସୀ ପାହାଡ଼ ଉପରେ ଯେଉଁ କ୍ରସର ୟୁନିଟ୍ଟି ସ୍ଥାପନ କରାଯାଇଛି ହାଇଗ୍ରିଭା କମ୍ପାନୀ ତରଫରୁ, ସେହା ମଧ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ମଞ୍ଜୁରୀ ନାହିଁ କିମ୍ବା ମାଇନ୍ସ ଡିପାର୍ଟମେଣ୍ଟ ଦ୍ୱାରା କୌଣସି କୋରି ଲିଜ୍ ଦିଆଯାଏନି। ଏ ସଂକ୍ରାନ୍ତରେ ମୁଁ ଦୀର୍ଘ 2 ମାସ ତଳେ ବିଭାଗୀୟ ଅଧିକାରୀ ବିଶେଷ କରି ଜଙ୍ଗଲ ବିଭାଗର ଏବଂ ଆର୍ଡି ଡିପାର୍ଟମେଣ୍ଟର ଏବଂ ବାକି ରେଭିନ୍ୟୁ ଡିପାର୍ଟମେଣ୍ଟର ରାଜ୍ୟସ୍ତରୀୟ ରିଜନାଲ ଏବଂ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କୁ ଭେଟିଥିଲି ଆଉ ଲିଖିତ ଭାବରେ ଅଭିଯୋଗ ମଧ୍ୟ କରିଥିଲି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁକରି ଡେଭଲପମେଣ୍ଟ ୱାର୍କ ହେଉ ଜିଲ୍ଲାରେ ଆମେ ସ୍ୱାଗତ କରୁଛୁ। ତା ମାନେ ନୁହଁ ଯେ ହଜାର ହଜାର ଗଛ କାଟି ଦିଆଯିବ, ଫରେଷ୍ଟ କନଜରଭେସନ ଆକ୍ଟକୁ ଭାଇଲେଟ୍ କରାଯାଉଛି, ତା ପ୍ରତି ଆକ୍ସନ୍ ନିଆଯିବ ନାହିଁ। ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ବିନା ଜ୍ଞାତ ସାରରେ ମାଇନିଂର ବିନା ଜ୍ଞାତ ସାରରେ ମାଇନିଂ ଆକ୍ଟିଭିଟିସ୍ କରାଯିବ, ବ୍ଲାଷ୍ଟିଂ କରାଯିବ, ଏସବୁ ଠିକ୍ ନୁହଁ। ତେଣୁକରି ଏହା ତଦନ୍ତ ସାପେକ୍ଷ ମୁଁ ନିବେଦନ ରଖିବି ରାଜ୍ୟ ସରକାରକୁ, ପ୍ରଶାସନକୁ, ଏଇଟା ଗୁରୁତ୍ୱର ସହିତ ନେବେ। ଆଉ ମିଡ଼ିଆ ବନ୍ଧୁମାନଙ୍କୁ ମଧ୍ୟ ମୋର ନିବେଦନ ରହିବ ଏହି ବିଷୟ ପ୍ରତି ଧ୍ୟାନ ଦେବେ। ମାଲକାନଗିରି ଦିଲଗନିଂ ରିପୋର୍ଟ, ପ୍ରସାର ନ୍ୟୁଜ୍।